ସେ ବିଲରୁ ଆଇଲା ସେ ତାକୁ ଧରାଧରି କରିବାକୁ ଯାଇଛି ତାକୁ କଟୁରୀରେ ହାଣି ପକାଇଲେ। ମୋ ସାନ ପୁଅକୁ ହାଣିଛନ୍ତି, ବଡ ପୁଅକୁ ହାଣିଛନ୍ତି, ମଝିଆ ପୁଅକୁ ହାଣିଛନ୍ତି, ଆଉ ଦିଟା ତ ମେଡିକାଲରେ ପଡିଛନ୍ତି। ମୁଁ କେମିତି ଚଳିବି, କେମିତି ରହିବି ସଂସାରରେ? ଦି ଜଣ ଆଉ ଜଣ ଅଛନ୍ତି, ମୁଁ କେମିତି ଚଳିବି? ଭୟରେ ଘରୁ ବାହାରି ପାରୁନି। କେଦାର ବେହେରା ଯୋଉ ଶୁକୁଟା ସେଠି, ଆଉ ଯୋଉ ହଣ୍ଡା ସେଠି, ଆଉ ଯୋଉ ବାରି ସେଠି, ଆଉ ଅଦବ ସେଠି କେବୁଲ ସକାଶେ କେବୁଲ ତ ବାଟରେ ସେଠି ରଖିଥିଲା। ସିଏ କହିଲା ଯେ ସିଡି ଉଠା, ସିଏ କହିଲା ମୁଁ କାହିଁ ସିଡି ଉଠେଇବି, ତୋର ଦରକାର ତୁ ଉଠା। ସେଇ ଜିନିଷରେ ସେ ଆଉ ଦେଖେ କହୁଛି ସେଇ ଲାଗି ଯୋଉ ବାଟରେ ହଣାମଣା କଲେ। ଆମେ ଥାନାକୁ ଯାଉଛୁ, ଥାନା ବାଲା କିଛି ବୁଝୁନାହାନ୍ତି। ସେ ଖାଲି ଆଉଛନ୍ତି ଦେଖି ଦେଖିକିରି ଇଏ କରୁଛନ୍ତି। ସେ ତାଙ୍କ ସପୋର୍ଟରେ ଅଛନ୍ତି, ଆମ ସପୋର୍ଟରେ କେହି ନାହାନ୍ତି। ଆମେ କଣ କରିବୁ କୁହନ୍ତୁ? ଆମେ କଣ କରିପାରିବୁ କୁହନ୍ତୁ? ସେ ଯଦି ଆମେ ଏଇଆକୁ ଆମ ନ୍ୟାୟ ଦିଅନ୍ତୁ, ମିଳିବ ପୁଣି ଆମେ କଣ କରିବୁ? ଆମେ ଯୋଉ ଅପରାଧ ଥିବୁ। କଟକ କହୁନୁ କଟକରେ ହସ୍ପିଟାଲରେ ସେମାନେ ଆଡମିଟ ହେଇଛନ୍ତି। ତାଙ୍କ ହାତ କଟିଛି, ପିଠି କଟିଛି, ଜଙ୍ଘ କଟିଛି, ହାତ ଦିଖଣ୍ଡ ହେଇଯାଇଛି ବାବା, ଆଉ କିଛି ଆମର ନାହିଁ ହେଲା। ସେ ମୋ ଭାଇ ମାନେ ଝଗଡା ହଉଥିଲେ, ଝଗଡା ହଉଥିବା ସମୟରେ ମୋ ବଡ ଭାଇ ତାକୁ ଗଲା ପଚାରି କଣ ପାଇଁ ଝଗଡା କରୁଛ ପଚାରିବା ପାଇଁ ଗଲା। ସେଇ ଟାଇମରେ ମୋ ଭାଇକି ହାଣିଦେଲେ, ହାତକୁ ହାଣିଦେଲେ, ପିଠିକି ହାଣିଲେ, ମୋ ତିନି ଭାଇକି ହାଣିଦେଲେ। ତିନି ଭାଇକି ହଣା ହେଇକି ସେ ମେଡିକାଲ ଆଡମିଟ ହେଇଛନ୍ତି। ଜୟଦେବ ସେଠି, ବାବାଜୀ ସେଠି, ଥାନାବାଲାକୁ ଯାଇଛୁ, ଥାନାବାଲା କିଛି ବୁଝୁନାହାନ୍ତି, କିଛି ଶୁଣୁନାହାନ୍ତି, ଖାଲି ଆସୁଛନ୍ତି ଯାଉଛନ୍ତି, କିଛି ବି ଆକ୍ସନ ନଉନାହାନ୍ତି ଥାନାବାଲା। ଆମେ ଚାହୁଁଛୁ 2 ଜଣ ଆରେଷ୍ଟ ହେଇଛନ୍ତି, ଆଉ 2 ଜଣ ବାହାରେ ବୁଲୁଛନ୍ତି, ସେମାନଙ୍କୁ ଆରେଷ୍ଟ କରି ଥାନାବାଲା ନିଅନ୍ତୁ। ବାବାଜୀ ସେଠି ସେପଟେ ସେଠି ଆରେଷ୍ଟ ହେଇଛନ୍ତି, ଆଉ 2 ଜଣ ପଦାରେ ଅଛନ୍ତି। ଆମକୁ ଡର ମାରୁଛି ଆମେ ଘରୁ ବାହାରିବା ପାଇଁ, ବାହାରେ ଯୋଉ ବୁଲୁଛନ୍ତି ସେମାନେ। ଆଜ୍ଞା ରଡରେ ମୋ ମୁଣ୍ଡ ପଛ ମୁଣ୍ଡକୁ ବାଡେଇଛନ୍ତି। ଆମେ ବଡ ଅଫିସରଙ୍କ କତିକି ଯିବୁ,